ମହୁମାଛି ଆକ୍ରମଣରେ ଜଣେ ମୃତ ଦୁଇ ଆହତ। ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗ୍ରାମରେ ମହୁମାଛି ଆକ୍ରମଣ କରିବାରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ତେବେ ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ଦୌଡ଼ି ପଳାଇବାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗ୍ରାମର 50 ବର୍ଷୀୟ ନିରାଶ ମୁଣ୍ଡାଙ୍କ ନାତି ରାଜା ମୁଣ୍ଡା ଓ ପଡ଼ୋଶୀ ମାର୍କଣ୍ଡ ମୁଣ୍ଡା ଏବଂ ଅନ୍ୟ ଦୁଇ ଜଣଙ୍କ ସହ ମିଶି ଛେଳି ଚରାଇବାକୁ ଗାଁ ଜଙ୍ଗଲକୁ ଯାଇଥିଲେ। ବର୍ଷା ଯୋଗୁଁ ଛେଳି ନେଇ ଘରକୁ ଫେରିବା ସମୟରେ ଜଙ୍ଗଲରେ ଥିବା ମହୁମାଛି ହଠାତ୍ ଆକ୍ରମଣ କରିଥିଲେ। ଫଳରେ ଦୁଇ ଜଣ ଦୌଡ଼ି ପଳାଇଥିଲା ବେଳେ ନିରାଶ ମୁଣ୍ଡା ଓ ନାତି ରାଜା ମୁଣ୍ଡା ତଥା ମାର୍କଣ୍ଡ ମୁଣ୍ଡା ଦୌଡ଼ି ନ ପାରିବାରୁ ଆକ୍ରମଣର ଶିକାର ହୋଇଥିଲେ। ମହୁମାଛି ଆକ୍ରମଣରେ ନିରାଶ ମୁଣ୍ଡା, ରାଜା ମୁଣ୍ଡା ଏବଂ ମାର୍କଣ୍ଡ ମୁଣ୍ଡା ଆହତ ହେବାରୁ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ନିରାଶ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗ୍ରାମରେ ମହୁମାଛି ଆକ୍ରମଣ କରିବାରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ତେବେ ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ଦୌଡ଼ି ପଳାଇବାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗ୍ରାମର 50 ବର୍ଷୀୟ ନିରାଶ ମୁଣ୍ଡାଙ୍କ ନାତି ରାଜା ମୁଣ୍ଡା ଓ ପଡ଼ୋଶୀ ମାର୍କଣ୍ଡ ମୁଣ୍ଡା ଅନ୍ୟ ଦୁଇ ଜଣ ସହ ମିଶି ଛେଳି ଚରାଇବାକୁ ଗାଁ ଜଙ୍ଗଲକୁ ଯାଇଥିଲେ। ବର୍ଷା ଯୋଗୁଁ ଛେଳି ନେଇ ଘରକୁ ଫେରିବା ସମୟରେ ଜଙ୍ଗଲରେ ଥିବା ମହୁମାଛି ହଠାତ୍ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଦୁଇ ଜଣ ଦୌଡ଼ି ପଳାଇଥିଲା ବେଳେ ନିରାଶ ମୁଣ୍ଡା ଓ ନାତି ରାଜା ମୁଣ୍ଡା ତଥା ମାର୍କଣ୍ଡ ମୁଣ୍ଡା ଦୌଡ଼ି ନ ପାରିବାରୁ ଆକ୍ରମଣର ଶିକାର ହୋଇଥିଲେ। ମହୁମାଛି ଆକ୍ରମଣରେ ନିରାଶ ମୁଣ୍ଡା, ରାଜା ମୁଣ୍ଡା ଏବଂ ମାର୍କଣ୍ଡ ମୁଣ୍ଡା ଆହତ ହେବାରୁ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ନିରାଶ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଆହତ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ବଡ଼ବିଲରୁ ଡିମ୍ପଲ ସାଣ୍ଡିଲଙ୍କ ରିପୋର୍ଟ, ଦେୱାଂଶୁ ଟିଭି।